ପୁଅ ପିଲାଙ୍କ ଲାଇଫ୍ ମାନେ ଏତେ ଇଜି ନୁହଁ। ଯଦି ଗୋଟେ ଝିଅଟେ ଯଦି ବସିକି ଖାଉଛି ତ କିଏ ଆଙ୍ଗୁଠି ଉଠେଇବେନି। ଯଦି ଗୋଟେ ପୁଅଟେ ବସିକି ଖାଉଛି ହେଲେ ତ ତାକୁ ସମସ୍ତେ ଆଙ୍ଗୁଠି ଦେଖିବେ, ଆଉ କହିବେ ପୁଅଟା ହିଁ ବସିକି ଖାଉଛି। କାରଣ ଗୋଟେ ପୁଅଟେ ଖୁସିରେ, ଖୁସି କଥା ଛାଡ଼, ମାନେ ନର୍ମାଲି ସେ ଜିଇବା ଅପେକ୍ଷା ଡିପ୍ରେସନରେ ବେଶି ଜିଉଛି। ଯଦି ଘରେ ସେ ଗୋଟିଏ ପୁଅ ହେଇଥିବ ବୋଲେ ତ ତାର ଭଉଣୀ ବାହାଘର, ତା ନିଜ ପାଇଁ ଗୋଟେ ଘର, ବାପା ମାଙ୍କର ଯେଉଁ ଆବଶ୍ୟକତା, ଦେଖା ମେଡ଼ିସିନ ସବୁ, ମାନେ ତା ମୁଣ୍ଡରେ ପୁରା ଯେଉଁ କୁହନ୍ତି ଚକ୍ରି ବୁଲିଲା ଭଳିଆ, ଯେମିତି ପୃଥିବୀ ବୁଲୁଛି ସେମିତି ଚକ୍ରି ବୁଲିଲା ଭଳିଆ ତା ମୁଣ୍ଡରେ ସବୁ ଜିନିଷ ମାନେ କଣ୍ଟିନ୍ୟୁଅସଲି ଚାଲେ। ସେମିତି ଦିନରେ 24 ଘଣ୍ଟା ଶାନ୍ତିରେ ଟିକେ ଶୋଇ ବି ପାରେନି, ଖାଇ ବି ପାରେନି, ଡ୍ୟୁଟି ବି କରିପାରେନି। କାରଣ ମୁଁ ଆମ ରୁମ୍ରେ ଅଛନ୍ତି 2 ଜଣ, ଅଛନ୍ତି କେତେଜଣ ରୁମ୍ରେ, ତ ସେମାନଙ୍କୁ ଦେଖୁଛି ମାନେ ସେ ଡିପ୍ରେସନ୍ ଅଧିକ ମାନେ ରିଏଲିଟି ଅପେକ୍ଷା ଡିପ୍ରେସନ୍ ଅଧିକ। ଏଇଟା କରିବି, ସେଇଟା କରିବି, ଏଇଟା ବାକି ଅଛି। ଯଦି ଫାଇନାନ୍ସିଆଲ ସପୋର୍ଟ ପୂର୍ବରୁ ଥିବ ତ ଠିକ୍ ଅଛି, ନହେଲେ ଭାଇ ଆପଣଙ୍କ ପାଖରେ ଯଦି ଫାଇନାନ୍ସ ସପୋର୍ଟ ନାହିଁ ହେଲେ ମାନେ 10th ହଉ ବା +2 ସରୁ, ମାନେ +2 ସରୁ ସରୁ ଆପଣଙ୍କୁ ଡିପ୍ରେସନ୍ ମାନେ ଆରମ୍ଭ ହେଇଯିବ, ଆପଣଙ୍କୁ ଦାୟିତ୍ୱ ନେବା ଆରମ୍ଭ ହେଇଯିବ। सो भॉइस लाइफ नॉट इजी यार, सत्य में।